ନମସ୍କାର ଓଡ଼ିଶା, ଜୟ ଶ୍ରୀରାମ। ଦର୍ଶକ ବନ୍ଧୁ, ଆପଣମାନଙ୍କ ମନର ତଥା ମୋ ମନର କିଛି ଅକୁହା କଥା ତଥା ଓଡ଼ିଶାରେ ଘଟୁଥିବା କିଛି ଅପ୍ରୀତିକର ପରିସ୍ଥିତିର ଘଟଣାବଳୀକୁ ନେଇ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନ କରିବା ପାଇଁ ପୂର୍ଣ୍ଣଦା ବ୍ଲଗର ଏକ ଛୋଟ ପ୍ରୟାସ। ଉପସ୍ଥାପକ ଭାବରେ ମୁଁ ଆପଣମାନଙ୍କ ପୂର୍ଣ୍ଣ। କିଛି ମନରେ ପ୍ରଶ୍ନ ଅଛି ଦର୍ଶକ ବନ୍ଧୁ, 2 ଦିନ ହେଲାଣି ପ୍ରଶ୍ନ ନିଜକୁ ନିଜେ କରୁଛି, ଉତ୍ତର ମୁଁ ଖୋଜି ପାଉନି। ତେଣୁ ଆଲୋଚନା କରିବା ପାଇଁ ବର୍ତ୍ତମାନ ଆପଣଙ୍କ ସାମ୍ନାରେ ଏବେ ଯେଉଁ ସାଧାରଣ ନିର୍ବାଚନଟିଏ ସରିଛି, ଆପଣମାନେ ଜାଣିଛନ୍ତି ବର୍ତ୍ତମାନ ନିର୍ବାଚନ କ'ଣ ହେଇଛି, ଫଳାଫଳ କ'ଣ। କିଏ କହୁଛି ଆମ ଓଡ଼ିଶାରେ ବିଜେପିର ବିଜୟ ହେଇଛି, କିଏ କହୁଛି ଓଡ଼ିଶାରେ ବିଜେଡ଼ିର ପରାଜୟ ହେଇଛି। ମନର ପ୍ରଶ୍ନ ହେଉଛି ଦର୍ଶକ ବନ୍ଧୁ, ଆକ୍ଚୁଆଲି ବିଜୟ କାହାର ପରାଜୟ କାହାର? ସଂକ୍ଷେପରେ କହିବା ପାଇଁ ଗଲେ ଗୋଟେ ଇଂଲିଶରେ ଛୋଟ ଡାଇଲଗ୍ଟେ ଅଛି, ନେଭର ଅଣ୍ଡର ଏଷ୍ଟିମେଟ୍ ଦ ପାୱାର ଅଫ୍ ଏ କମନ୍ ମ୍ୟାନ୍। କେବେ ଗୋଟେ ସାଧାରଣ ଲୋକର ଆପଣ ତା ଶକ୍ତିକୁ କେବେ କଳନା କରନ୍ତୁ ନାହିଁ। ଏ ଯେଉଁ ବିଜୟ ହେଇଛି ଏଇଟା ସେ ସାଧାରଣ ଲୋକମାନଙ୍କର ବିଜୟ, ସେଇ 4.5 କୋଟି ଓଡ଼ିଶା ଲୋକମାନଙ୍କର ବିଜୟ। ପୁଣି ମନରେ ପ୍ରଶ୍ନ, ଏଠି ବିଜୟ କାହାର ପରାଜୟ କାହାର? କିଏ କହୁଛି ବିଜୟ ହେଇଛି ବିଜେପିର, କିଏ କହୁଛି ବିଜୟ ହେଇଛି ବିଜେଡ଼ିର। ବିଜୟ ପରାଜୟ ଏଇଟା କାହାର ହେଇନି, ଏଇଟା ହେଇଛି ଆମ ଲୋକମାନଙ୍କର। କ'ଣ ବିଜୟ ହେଇଛି? ପ୍ରଥମେ ପରାଜୟ ଦିଗକୁ ଯିବା। ଆମର ଏବଂ ଆମ ଓଡ଼ିଶାର ପରାଜୟ କ'ଣ ହେଇଛି? ଆମ 4.5 କୋଟି ଲୋକଙ୍କର ପରାଜୟର କ'ଣ ହେଇଛି ନା, ବର୍ତ୍ତମାନ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାହାନ୍ତି। ସେଇଟା ହେଉଛି ଆମର ସବୁଠୁ ବଡ଼ ପରାଜୟ। ବିଜୟ କ'ଣ ହେଇଛି? ବିଜୟ ଏଇଟା ହେଇଛି ଯେ ଆମ ଓଡ଼ିଶାକୁ ଶାସନ କରିବା ପାଇଁ ଆମ ଓଡ଼ିଶାରେ ଆଉ ଜଣେ ଅଣ ଓଡ଼ିଆ ଲୋକ କେହି ନାହାନ୍ତି ଯେ ଆମ ଓଡ଼ିଶାକୁ ଲୁଟିବାକୁ ପ୍ରୟାସ କରୁଥିଲେ। ସେଇଟା ହେଉଛି ଆମର ବିଜୟ। ପରାଜୟ କ'ଣ ଆମର? ନା ଆମର ପରାଜୟ ହେଉଛି, ଆପଣମାନେ ଜାଣିଛନ୍ତି ଓଡ଼ିଶା ଯେତେବେଳେ ଆମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମର ମୁଖ୍ୟମନ୍ତ୍ରୀ ନଥିଲେ, ତା ପୂର୍ବର ଓଡ଼ିଶାର ଅବସ୍ଥା ସମୁଦ୍ରର ଅଗଭୀର ଜଳରାଶିରେ ଉବୁଟୁବ ହେଉଥିଲା। ଯେତେବେଳେ ନବୀନ ପଟ୍ଟନାୟକ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମର ମୁଖ୍ୟମନ୍ତ୍ରୀ ହେଲେ, ଓଡ଼ିଶାର ଅର୍ଥନୈତିକ ସ୍ଥିତିକୁ ଏତେ ସୁଦୃଢ଼ ନ କରିଥିଲେ ମଧ୍ୟ ଓଡ଼ିଶାକୁ ସମୁଦ୍ରର ଅଗଭୀର ଜଳରାଶିରୁ ଆଣି ସମୁଦ୍ର କୂଳରେ ରଖି ତାଙ୍କୁ ଥଇଥାନ କରି ଖାଦ୍ୟ, ବସ୍ତ୍ର, ବାସଗୃହ ଏହିସବୁ ମୌଳିକ ଉପାଦାନକୁ ଦେଇ ଯେଉଁଭଳି ଭାବରେ ସେ ଓଡ଼ିଶାର ଆମର ଅଗ୍ରଗତି କରିଛନ୍ତି, ସେ ଉଦ୍ୟମଟା ନିଶ୍ଚିତ ଭାବରେ ପ୍ରଶଂସନୀୟ ରହିବ। ଖାଲି ଆମ ଓଡ଼ିଶାରେ ନୁହଁ, ସମଗ୍ର ଭାରତ ବର୍ଷରେ ନବୀନ ପଟ୍ଟନାୟକ ସମୟକୁ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ରହିବ, ସ୍ୱର୍ଣ୍ଣିମ ଅଧ୍ୟାୟ ରହିବ ଓଡ଼ିଶା ରାଜନୈତିକ ପୃଷ୍ଠଭୂମିରେ। ଯେତେଦିନ ପର୍ଯ୍ୟନ୍ତ ଓଡ଼ିଶା ଥିବ, ଓଡ଼ିଶାର ରାଜନୀତି ଥିବ, ନବୀନ ପଟ୍ଟନାୟକ ସମୟ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ। ଏସବୁ ଜିନିଷ ପରେ ଦର୍ଶକ ବନ୍ଧୁ ମନରେ ଦୁଃଖ କ'ଣ ରହିଗଲା, ଆପଣମାନେ ଜାଣିଛନ୍ତି। ଜଣେ ବ୍ୟକ୍ତି 25 ବର୍ଷ ଧରି ଆମ ପାଇଁ ସେବା କଲେ, ଦିନ ରାତି ଅହରହ ପରିଶ୍ରମ କଲେ, ତାଙ୍କ ପରିଶ୍ରମର ମୂଲ୍ୟ ଆମେ ତାଙ୍କୁ କ'ଣ ଦେଲେ? ଜଣେ ବ୍ୟକ୍ତି 25 ବର୍ଷ ଧରି ଆମ ପାଇଁ ପରିଶ୍ରମ କଲେ, ସେ ଶାସନ କରିନାହାନ୍ତି, ସେ ପରିଶ୍ରମ କରୁଛନ୍ତି। ଶାସନ କେଉଁମାନେ କରୁଥିଲେ? ତାଙ୍କ ଅଣ୍ଡରରେ ଯେଉଁମାନେ ଏମ୍ପ୍ଲୟ ଥିଲେ ସେମାନେ ଶାସନ କରୁଥିଲେ। ସେ କିନ୍ତୁ ଆମ ପାଇଁ ପରିଶ୍ରମ କରୁଥିଲେ। ଆମେ ତାଙ୍କୁ ତାଙ୍କର ଯେମିତି ସ୍କୁଲରେ ଟିଚର ଥାଆନ୍ତୁ କି ଗୋଟେ ପ୍ଲେୟାର କି କ୍ରିକେଟ ଖେଳୁ, ମ୍ୟାଚ୍ ଖେଳୁ, ତାଙ୍କୁ ବିଧାୟକଙ୍କ ସମ୍ବର୍ଦ୍ଧନା ଦିଏ। ଆମ ମୁଖ୍ୟମନ୍ତ୍ରୀଙ୍କୁ ଆମେ ବିଧାୟକଙ୍କ ସମ୍ବର୍ଦ୍ଧନା କ'ଣ ଦେଲେ? ତାଙ୍କୁ ବାଧ୍ୟ କରି ଦଳରୁ ନୁହଁ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା କରିବା ପାଇଁ ବାଧ୍ୟ କରାଗଲା। ଏଇଟା ମୋ ମନର କଥା, ଏଇଟା ମଧ୍ୟ ଆପଣମାନଙ୍କ ମନର କଥା। ଆମେ କେବେ ନବୀନ ପଟ୍ଟନାୟକ ବିରୁଦ୍ଧରେ ଯାଇପାରିବାନି। 4.5 କୋଟି ଓଡ଼ିଶାବାସୀ ଆମେ ହୃଦୟ ଥରେ ପଚାରିକି ଦେଖନ୍ତୁ, ଆମେ କେବେ ନବୀନ ପଟ୍ଟନାୟକ ବିରୁଦ୍ଧରେ ଯାଇପାରିବାନି। କିନ୍ତୁ ଆମକୁ ବାଧ୍ୟ କରାଗଲା ଯେ ଆମେ ନବୀନ ପଟ୍ଟନାୟକ ବିରୁଦ୍ଧରେ ଯିବା ପାଇଁ। ତାର କାରଣ ଆପଣମାନେ ଜାଣିଛନ୍ତି। ଦଳ ମତ ନିର୍ବିଶେଷରେ ଯଦି ଲୋକମାନେ ନବୀନ ପଟ୍ଟନାୟକ ବିରୁଦ୍ଧରେ ଯାଇଛନ୍ତି, ତାର କାରଣ ଆପଣମାନେ ଜାଣିଛନ୍ତି। ଯେଉଁଭଳି ଭାବରେ ଦଳର ବରିଷ୍ଠ ନେତାମାନଙ୍କୁ ଅଣଦେଖା କରାଗଲା ଏବଂ ଆମର ଓଡ଼ିଶାର କଳା ସଂସ୍କୃତି ଯେଉଁଭଳି ଭାବରେ ଅପମାନିତ କରାଗଲା। ଆପଣମାନେ ଜାଣିଛନ୍ତି, ପୁରୀରେ ରଥଯାତ୍ରା, ତାକୁ ରୋକିବାକୁ ପ୍ରୟାସ। ଆମର ଆରାଧ୍ୟ ଦେବତା, ଖାଲି ଆମର ନୁହଁ, ସାରା ପୃଥିବୀର ଯିଏ ଠାକୁର ଜଗନ୍ନାଥଙ୍କୁ, ତାଙ୍କୁ ମଧ୍ୟ ଅପମାନିତ କରାଗଲା। ରାସ୍ତା କଡ଼ରେ ବୁଲାଗଲା, ରାସ୍ତାରେ ଧୋତି ପକେଇକି ତାଙ୍କ ଚିତ୍ର ଉପରେ କି ଚପଲ ମାରି ଚଢ଼େଇଲାଣି ତ କି ତାପରେ ଗାଡ଼ି ଚଢ଼େଇଲାଣି। ଆମ ବିଜୁ ବାବୁଙ୍କୁ ମଧ୍ୟ ସ୍ୱର୍ଗତ ବିଜୁ ପଟ୍ଟନାୟକ, ସେ ବଡ଼ ପୁତ୍ର ଆଜ୍ଞା। ସେ ବିଜେଡ଼ିରେ ହୁଅନ୍ତୁ, ଆପଣ ବିଜେପିରେ ହୁଅନ୍ତୁ କି ଆପଣ କଂଗ୍ରେସରେ ହୁଅନ୍ତୁ, ଯେଉଁ ଦଳରେ ହୁଅନ୍ତୁ, ବିଜୁ ପଟ୍ଟନାୟକ ହେଉଛନ୍ତି ଆମ ଓଡ଼ିଶାର ବଡ଼ ପୁତ୍ର। ତାଙ୍କୁ ଆଖ୍ୟା ଦିଆଯାଇଛି। ତାଙ୍କ ନାଁକୁ ମଧ୍ୟ ଆମେ ଭୁଲିଗଲେ। ଆମେ କହିଲେ ଆମ ଚିହ୍ନ ଏଇଟା, ଆମର ସେଇଟା। ଆମେ ବିଜୁ ପଟ୍ଟନାୟକ ମଧ୍ୟ ଭୁଲିଗଲେ। ଏଇସବୁ ଜିନିଷ ଦେଖିଲା ପରେ ଲୋକମାନେ ମର୍ମାହତ ହୋଇଗଲେ। ଲୋକମାନେ ବାଧ୍ୟ ହେଲେ। ଏଠି ଲୋକମାନେ ବିଜେଡ଼ିକି ହରେଇ ନାହାନ୍ତି କି ଲୋକମାନେ ନବୀନ ପଟ୍ଟନାୟକ ହରେଇ ନାହାନ୍ତି। ଲୋକମାନେ କେବଳ
से ओडिशा को विरोध करथबा ओडिशा को लुटुथबा गोटे लोक को विरोध करी हमर प्रिय मुख्यमंत्री नवीन पट्टनायक हरै दैछन्ती। किंतु वर्तमान तो दर्शक बंधु समीकरण बदली जाइए। ओडिशार परिवेश परिस्थिति सबकिछि बदली जाइए। आमे आमर मुख्यमंत्री भाव में सब केवे नवीन पट्टनायक देखिपारे कि कहींपारे आमर मुख्यमंत्री नवीन पट्टनायक वर्तमान ओडिशा रे बीजेपी सरकार ओडिशा रे राज्य सरकार गठन करेंगे बीजेपी सरकार। से सरकार मोर गोटे अनुरोध जो ढांचार जो भाव में आमर प्रिय मुख्यमंत्री श्री नवीन पट्टनायक ओडिशा को आगू आगू नहीं जाऊे से ढांचाटी को प्रचेषाटी को बलवत्तर रखु। ओडिशा को ओडिशार लोक मानक स्वरोजगार क्षम कर चिंता करूँ। जो योजना आम ओडिशा लागू होता जो गरीब योजना अनुरोध रहा सरकार को ये सब गरीब योजना को दूरे रखु। लोक स्वरोजगार मान स्वरोजगार क्षम करूँ। लोक निज गोड़े छिड़ा हबार चिंताधारा दिंतु तो ओडिशा निश्चित भाव में बहुत बहुत आगू जापर। जो प्रचेषा नवीन बाबूंकर थिला से प्रचेषा आम बीजेपी सरकार अनुरोध आगू आगू नहीं जाना। बीजेपी सरकार प्रति मो तरफ आम टीम तरफ अशेष अशेष शुभेच्छा और शुभकामना। ये दर्शक बंधु मनर कथा जब आपण कथाटी भल लगी था कमेंट माध्यम जनइबे। चैनल टी भल लगी सब्सक्राइब करेंगे उत्साहित करने। रोची नमस्कार जय श्री राम।